ଭିତରକନିକାରେ ସ୍ଥିର ହେଲା କୁମ୍ଭୀର ଗଣନା ତାରିଖ। ଜାନୁଆରୀ 8ରୁ 10 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଅନୁଷ୍ଠିତ ହେବ କୁମ୍ଭୀର ଗଣନା କାର୍ଯ୍ୟ। କୁମ୍ଭୀର ଗଣନା ପାଇଁ 3 ଦିନ ବନ୍ଦ ରହିବ ଭିତରକନିକା। ଗତକାଲି ଅନିଶ୍ଚିତତା ଭିତରେ କୁମ୍ଭୀର ଗଣନା ନେଇ ନନ୍ଦିଘୋଷ ଟିଭିରେ ହୋଇଥିଲା ଖବର ପ୍ରସାରଣ। 10 ଦିନ ପରିବର୍ତ୍ତେ କିପରି 3 ଦିନରେ ସଠିକ୍ କୁମ୍ଭୀର ଗଣନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ। ଭିତରକନିକା ଅଞ୍ଚଳର ନଦୀ ଓ ନାଳରେ 1976 ମସିହାରୁ କୁମ୍ଭୀର ଗଣନା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଇଥାଏ। କୁମ୍ଭୀର ଗଣନା ପାଇଁ 10 ଦିନ ଭିତରକନିକା ବନ୍ଦ ରହିଥାଏ। ମାତ୍ର ଚଳିତ ବର୍ଷ 10 ଦିନ ପରିବର୍ତ୍ତେ 3 ଦିନରେ କୁମ୍ଭୀର ଗଣନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କିପରି 3 ଦିନରେ ସଠିକ୍ କୁମ୍ଭୀର ଗଣନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ। ଅଧିକ ସୂଚନା ପାଇଁ ରାଜନଗର ରିପୋର୍ଟର ତିଲୋଚନ ଆମ ସହ ଫୋନ୍ ଲାଇନ୍ରେ ଯୋଡ଼ି ହେଉଛନ୍ତି। ତିଲୋଚନ, ଯେଉଁଠି 10 ଦିନରେ କୁମ୍ଭୀର ଗଣନା କରାଯାଏ ସେଠି 3 ଦିନରେ କୁମ୍ଭୀର ଗଣନା କରାଯିବ, କ'ଣ ସୂଚନା ରହିଛି? ଦେଖନ୍ତୁ, ନିଶ୍ଚିତ ଭାବେ ଭିତରକନିକାରେ କୁମ୍ଭୀର ଗଣନାକୁ ନେଇ ଯେଉଁ ଅନିଶ୍ଚିତତା ଦେଖା ଦେଇଥିଲା, ଗତକାଲି ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବନ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଆଉ ଗତକାଲି ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି କି କୁମ୍ଭୀର ଗଣନା ଆସନ୍ତା ଜାନୁଆରୀ 8, 9, 10 ଅର୍ଥାତ୍ 3 ଦିନ ଧରି ଭିତରକନିକାରେ କୁମ୍ଭୀର ଗଣନା କରାଯିବ। କିନ୍ତୁ କେଉଁଠି ନା କେଉଁଠି ପ୍ରଶ୍ନ ଉଠୁଛି, ଯେତେବେଳେ 1976 ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କାର୍ଯ୍ୟ ଅନୁଷ୍ଠିତ ହେଉଛି, ପାଖାପାଖି 1 ମାସ ପୂର୍ବରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥାଏ। ଭିତରକନିକା ବନ୍ଦ ରହିବ, ପର୍ଯ୍ୟଟକ ମାନଙ୍କୁ ଅବଗତ କରାଯାଇଥାଏ। କାରଣ ପର୍ଯ୍ୟଟକ ମାନେ ଅବଗତ ହେଲେ ଭିତରକନିକା ଯେହେତୁ ବନ୍ଦ ରହିବ ସେମାନେ ଆସି ନଥାନ୍ତି। କିନ୍ତୁ এই ଅନିଶ୍ଚିତତା ଦେଖା ଦେଇଥିଲା, ତାରିଖ ଧାର୍ଯ୍ୟ ହୋଇପାରୁନଥିଲା। ଏନେଇ ଯେତେବେଳେ ଖବର ପ୍ରସାରଣ କରାଗଲା, ବନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଯେତେବେଳେ ଦୀର୍ଘ ବର୍ଷ ଧରି ପାଖାପାଖି କୁମ୍ଭୀର ଗଣନା ସମୟରେ ଭିତରକନିକା 10 ଦିନ ଧରି ବନ୍ଦ ରୁହେ, ପାଖାପାଖି 4 ଦିନ ବନ୍ଦ ରହିବା ପରେ ନଦୀର ପାଣି ସ୍ଥିର ରହିବା ପରେ ଏହା ପରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୁଏ। କିନ୍ତୁ ଚଳିତ ବର୍ଷ ଯେତେବେଳେ ବନ ବିଭାଗ ନିଷ୍ପତ୍ତି ନେଉଛି 3 ଦିନ ଧରି ଭିତରକନିକାରେ କୁମ୍ଭୀର ଗଣନା କରାଯିବ, କିପରି ଭାବେ କୁମ୍ଭୀର ଗଣନା କରାଯିବ, ଏହା କେତେ ସଠିକ୍ ହେବ ତାକୁ ନେଇ ପରିବେଶବିତ୍ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କୁମ୍ଭୀର ଗଣନା ସଠିକ୍ କିଭଳି ଭାବେ କରାଯିବ ତାକୁ ନେଇ ବନ ବିଭାଗ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। କାରଣ ଯେତେବେଳେ 10 ଦିନ ଭିତରକନିକା ବନ୍ଦ ରହି ବିଗତ ବର୍ଷ ମାନଙ୍କରେ କୁମ୍ଭୀର ଗଣନା କରାଯାଉଥିଲା, ଚଳିତ ବର୍ଷ କିପରି 3 ଦିନରେ ସଠିକ୍ କୁମ୍ଭୀର ଗଣନା ହେବ ତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ୍ ମାନେ। ଏନେଇ ବନ ବିଭାଗର ଚିନ୍ତା କରିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଯଦି ଦେଖିବା, ଭିତରକନିକାକୁ ଯେତେବେଳେ ଟୁରିଜିମକୁ ପ୍ରମୋଟ କରାଯାଉଛି, ପର୍ଯ୍ୟଟକ ମାନେ କିପରି ଆକୃଷ୍ଟ ହେବେ ସେ ନେଇ ବ୍ୟବସ୍ଥା କରାଯାଉଛି। ଯେହେତୁ ଭିତରକନିକା ବଉଳା କୁମ୍ଭୀର ମାନଙ୍କର ଭୂସ୍ୱର୍ଗ ପାଲଟିଛି, ସେଥିପାଇଁ ହଜାର ହଜାର ପର୍ଯ୍ୟଟକ ଦେଶ ବିଦେଶରୁ ଭିତରକନିକାକୁ ବୁଲି ଆସୁଛନ୍ତି। ଯଦି କୁମ୍ଭୀର ଗଣନା ସଠିକ୍ ଉପାୟରେ ନ ହୁଏ, ସଠିକ୍ ଢଙ୍ଗରେ ନ ହୁଏ, ତେବେ ନିଶ୍ଚିତ ଭାବେ ଭିତରକନିକା ଏହା ଦ୍ୱାରା ପ୍ରଭାବିତ ହେବ, ବଉଳା କୁମ୍ଭୀର ଏହା ଦ୍ୱାରା ପ୍ରଭାବିତ ହେବେ, କେଉଁଠି ନା କେଉଁଠି ସମସ୍ୟା ସୃଷ୍ଟି ହେବ। ଅନ୍ୟପକ୍ଷରେ ଯାହା ପରିବେଶବିତ୍ ମାନେ ମତ ପ୍ରକାଶ କରୁଥିଲେ, ଯେହେତୁ ପେଣ୍ଠ ଠାରେ ଇକୋ ରିଟ୍ରିଟ୍ କରାଯାଉଛି, ଇକୋ ରିଟ୍ରିଟ୍ କି ନଜର କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଭିତରକନିକା ଯଦି ବନ୍ଦ ରହୁଛି, ଇକୋ ରିଟ୍ରିଟ୍ ତାହେଲେ କ୍ଷତିଗ୍ରସ୍ତ ହେବ, ପ୍ରଭାବିତ ହେବ। ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି ସେମାନେ ବୁଲି ପାରିବେ ନାହିଁ। ତେଣୁକରି ତରବରିଆ ଭାବେ ଏ ନିଷ୍ପତ୍ତି ନିଆଯାଇଛି। 3 ଦିନରେ ଆଦୌ ସଠିକ୍ କୁମ୍ଭୀର ଗଣନା କରାଯାଇ ପାରିବ ନାହିଁ। ତେଣୁକରି ତୁରନ୍ତ ଏନେଇ ବନ ବିଭାଗ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। ଯେଉଁମାନେ ବିଶେଷଜ୍ଞ ରହୁଛନ୍ତି, ଦେଖନ୍ତୁ ଗତକାଲି ଆମେ ଯେତେବେଳେ ଆକଳନ କରାଯାଇଥିଲା ବା ଗତକାଲି ଆମେ ପ୍ରତିକ୍ରିୟା ନେଉଥିଲୁ, କୁମ୍ଭୀର ବିଶାରଦ ଯିଏ ରହିଛନ୍ତି ଡକ୍ଟର ସୁଧାକର କର, ତାଙ୍କର ମଧ୍ୟ ମତ ନିଆଯାଇନଥିଲା। ତେଣୁକରି ତାଙ୍କର ମତ ନିଆଯାଉ, କିଭଳି ଭାବେ କୁମ୍ଭୀର ଗଣନା କରାଯିବ, ତାପରେ କୁମ୍ଭୀର ଗଣନା କରାଯାଉ ଆଉ ସମୟକୁ ମଧ୍ୟ ବୃଦ୍ଧି କରାଯାଉ। निहाती तिलोचन, देखा कि जो 10 दिन धरी कुम्भीर गणना कराए से समय स्थान में मात्र 3 दिन धरी कुम्भीर गणना पुणी सठिक भाव में कुम्भीर गणना करुच्ची कि ना समस्त नजर रहा। बहुत बहुत धन्यवाद तिलोचन, आपंकर अधिक सूचना।